1 ଅଗଷ୍ଟରୁ ବଦଳିଯିବ ତତ୍କାଳ ଟିକେଟ୍ ବୁକିଂ ନିୟମ। ଜାଣନ୍ତୁ ଏହି ପରିବର୍ତ୍ତନ ବିଷୟରେ। ଯଦି ଆପଣ ଟ୍ରେନ୍ ଯାତ୍ରା ପାଇଁ ରେଲୱେ କାଉଣ୍ଟରରୁ ତତ୍କାଳ ଟିକେଟ୍ କିଣନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ପ୍ରାୟତଃ କାଉଣ୍ଟରରୁ ତତ୍କାଳ ଟିକେଟ୍ ପାଇବା ପାଇଁ ଲୋକଙ୍କୁ ସକାଳେ 2 ଥର ଦୌଡ଼ିବାକୁ ପଡ଼ୁଥିଲା, ପ୍ରଥମେ ଏକ ଟୋକନ୍ ପାଇବା ପାଇଁ ଏବଂ ତାପରେ ଟିକେଟ୍ ବୁକ୍ କରିବା ପାଇଁ। କିନ୍ତୁ 1 ଅଗଷ୍ଟ 2026 ଠାରୁ ଏହି ନିୟମ ବଦଳିଯିବ। ତେବେ ଚାଲନ୍ତୁ ଜାଣିବା ସେହି ନିୟମ କ'ଣ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। କାଉଣ୍ଟରରେ ଟୋକନ୍ ଦେବାର ସମୟ ତତ୍କାଳ ଟିକେଟ୍ ବୁକ୍ କରିବା ସମୟଠାରୁ ଭିନ୍ନ ଥିଲା। ଫଳସ୍ୱରୂପ ଲୋକଙ୍କୁ ଟୋକନ୍ ପାଇବା ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେବାକୁ ପଡ଼ୁଥିଲା ଏବଂ ତାପରେ ଟିକେଟ୍ ପାଇବା ପାଇଁ କାଉଣ୍ଟରରୁ ପୁଣି ଥରେ ଯିବାକୁ ପଡ଼ୁଥିଲା। ନୂତନ ନିୟମ ଅନୁଯାୟୀ ଟୋକନ୍ ବଣ୍ଟନର ସମୟ ଏବଂ ତତ୍କାଳ ଟିକେଟ୍ ବୁକିଂର ଆରମ୍ଭ ସମୟ ବର୍ତ୍ତମାନ ସମାନ। ଏହାର ଅର୍ଥ ହେଉଛି ଆପଣଙ୍କୁ ଟୋକନ୍ ପାଇଁ ସକାଳୁ ଶୀଘ୍ର ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଷ୍ଟେସନରେ 2 ଥର ଧାଡ଼ିରେ ଠିଆ ହେବା କିମ୍ବା ବାରମ୍ବାର ଯାତ୍ରା କରିବା ଆବଶ୍ୟକତା ଦୂର ହେବ। ଟୋକନ୍ ଏବଂ ବୁକିଂ ସମୟକୁ ସମାନ କରିବା ଦ୍ୱାରା ରେଲୱେ ରିଜର୍ଭେସନ୍ କାଉଣ୍ଟରରେ ଅନାବଶ୍ୟକ ଭିଡ଼ ଦୂର ହେବ। ଯାତ୍ରୀମାନେ ସମୟସୀମା ମଧ୍ୟରେ ସେମାନଙ୍କର ଟୋକନ୍ ପାଇବେ ଏବଂ ସେମାନଙ୍କର ଟିକେଟ୍ ସିଧାସଳଖ ବୁକ୍ ହେବ, ଯାହା ସମଗ୍ର ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସୁଗମ କରିବ। ଯଦି ଆପଣ ଅଗଷ୍ଟ 1 ତାରିଖରେ କିମ୍ବା ତାପରେ କାଉଣ୍ଟରରୁ ତତ୍କାଳ ଟିକେଟ୍ କିଣୁଛନ୍ତି ତେବେ ଷ୍ଟେସନକୁ ଯିବା ପୂର୍ବରୁ ପ୍ରଥମେ ନୂଆ ସମୟ ଯାଞ୍ଚ କରାଇ ନିଅନ୍ତୁ। ତଥାପି ଯଦି ଆପଣ ଅନଲାଇନରେ IRCTC ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ଟିକେଟ୍ ବୁକ୍ କରନ୍ତି ତେବେ ପ୍ରକ୍ରିୟା ସମାନ ରହିବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଏବେ ତତ୍କାଳ ଟିକେଟ୍ ବୁକିଂ କରିବାର ନିୟମ କ'ଣ ରହିଛି। ଯଦି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଟିକେ ଫୋନ୍ ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କର ବିଦାୟ ନେଉଛି। ରହୁଛି, ଧନ୍ୟବାଦ।